ତୁମର ଫ୍ରେଣ୍ଡ ମାନେ ତୁମର ସାଙ୍ଗ ଆକ୍ଚୁଆଲିରେ କେମିତି ହେବା ଦରକାର ତାହା ଆମେ ଜାଣିବା ଗୋଟେ ଛୋଟ ଏକ୍ଜାମ୍ପଲ୍ ଦ୍ୱାରା। ଧର ତମର କାଲି ଗୋଟେ ଏକ୍ଜାମ୍ ଅଛି, ଆଉ ତମେ ଆଜି ସିରିୟସ୍ ହୋଇ ପାଠ ପଢ଼ିବାକୁ ବସିଛ, ଆଉ ସେତେବେଳେ ତମ ସାଙ୍ଗ ତମ ଘରକୁ ଆସି କହେ ଯେ ଚାଲ ସାଙ୍ଗ ଆଜି କୁଆଡ଼େ ଗୋଟେ ବୁଲିବାକୁ ଯିବା, ଆଉ ତୁମେ ତାକୁ କୁହ ଯେ ନାଇଁ ସାଙ୍ଗ ଆଜି ଆମେ କୁଆଡ଼େ ଯାଇପାରିବା ନାହିଁ, କାରଣ କାଲି ମୋର ଏକ୍ଜାମ୍ ଅଛି ଆଉ ଆଜି ମୋତେ ଦିନସାରା ପାଠ ପଢ଼ିବାକୁ ପଡ଼ିବ। ଏବେ ଷ୍ଟାର୍ଟ ହେଉଛି ତମ ସାଙ୍ଗର ଆକ୍ଚୁଆଲ୍ ଟେଷ୍ଟ। ଯଦି ସେ କହିଲା ଯେ ହଉ ଠିକ୍ ଅଛି, ତୁ ତୋ ପରୀକ୍ଷା ପାଇଁ ଫୋକସ୍ କରେ, ତୋର ଏକ୍ଜାମ୍ ସରିଲା ପରେ ଆମେ କୁଆଡ଼େ ବୁଲିବାକୁ ଯିବା, କିନ୍ତୁ ଯଦି ତୁମେ ମନା କରିସାରିବା ପରେ ମଧ୍ୟ ସିଏ କୌଣସି ନାହିଁ କୌଣସି ପ୍ରକାରେ ତୁମକୁ ବାରମ୍ବାର ବିଚାର କରିବାକୁ ଚେଷ୍ଟା କରେ କିମ୍ବା ଡିଷ୍ଟର୍ବ କରିବାକୁ ଚେଷ୍ଟା କରେ କୌଣସି ନାହିଁ କୌଣସି ଟାଇପ୍ର, ତାହେଲେ ବୁଝିଯାଅ ଯେ ସିଏ ତୁମର ରିଅଲ୍ ଫ୍ରେଣ୍ଡ ନୁହଁ। ସାଙ୍ଗ ଏମିତି ରଖ ଯିଏ ତୁମର ସବୁ ଡିସିସନ୍କୁ ରେସ୍ପେକ୍ଟ କରେ। ଯେଉଁ ଫ୍ରେଣ୍ଡସିପ୍ରେ ରେସ୍ପେକ୍ଟ, ହନେଷ୍ଟ ଆଉ ବାଉଣ୍ଡ୍ରି ନାହିଁ ସେଇଠି ଦୂରତା ରଖିବା ଭୁଲ ନୁହେଁ।